ସୂର୍ଯ୍ୟ ମନ୍ଦିରରେ ପିୟୁଷ ଅଛି। ଆସନ୍ତୁ ଦେଖିଦେବା ଟିକେ ପିୟୁଷ। चलो मंदिर खाएगा तो मत बहुत जोर भूख लग रही है बिल्कुल आ खाइबा ठीक है भिक्कू भाई आश क्या खाएगा ना मैं हॉकी हुआ नहीं खाऊंगा सारा सारा पानी बाजी तोर तोर गल
ହେଲା କ'ଣ କୁଣ୍ଡେଇ ହଉ ମୋତେ ବି ଭାରି ଜୋରରେ ଭୋକ ହେଲାଣି ଏପିସେ ଗୋଟେ ଦେଶୀ ଗପୁଛି ତତେ କେଥର କହିଲିଣି କ'ଣ? ତ ଚରିତ୍ର ବଦଳା ବୋଲି ନାଇଁ ମୁଁ କ'ଣ କରିବି ଏ ସାର୍ଟ ପ୍ୟାଣ୍ଟ ଓହ୍ଲେଇକି ରଖିଦେବି ଶାଢ଼ୀ ସାୟା ବ୍ଲାଉଜ ପିନ୍ଧିବି ନା କ'ଣ ଓହୋ କ'ଣ ସେ ଗୁଣ୍ଡା କଟି ମାରପିଟ ଛାଡ ଭଲ ମଣିଷ ହଉ ମୋତେ ଆଗ ବୁଝେଇଲୁ ଭଲ ମଣିଷ କାହାକୁ କୁହାଯାଏ ମାନେ ଭଲ ଆଉ କ'ଣ ଯଦି ସିନେମାରେ ଅନୁଭବ ମହାନ୍ତି ଫାଇଟ୍ କରିବ ଟିକେଟ ଦେଇକି ବସିକି ତାଳି ମାରିବ ବଢିଯାଇଛି କହିବ ଆରେ ଆଉ ଯଦି ରିଏଲରେ ହିରୋ ଫାଇଟ୍ କଲା ତାହେଲେ ଗୁଣ୍ଡା ବଦମାସ ଲଫଙ୍ଗା ଚାକିରି ଗଲା ହଉ ଥା ହିରୋ ବୋଲି ନିଜକୁ ନିଜେ ଭାବୁଥା ମୋ ଭାଇ ମୋ ବାହାଘର ଠିକ କରିସାରିଲେଣି ତ ବାହା ହେଇଯିବ ଖାଲି ପ୍ରସ୍ତାବ ପରେ ପ୍ରସ୍ତାବ ଆସୁଛି କେତେ ବଡ ବଡ ଅଫିସର ବି ଅଛନ୍ତି ଆରେ ତୁ ଏମିତି କ'ଣ କହୁଛୁ ତୁ ତ କିଛି ବୁଝୁନୁ ବୁଢା ଚାଚାଙ୍କ ଉପରେ ବୋଝ ହେଇ ରହୁଛୁ ତୁ କ'ଣ ମତେ ପୋଷିବୁ ତୁ ଏମିତି ଅନେଇଥିବୁ ଆଉ ଜଣେ ଆସି ତୋରି ଆଖି ଆଗରୁ ମତେ ନେଇଯିବ ତାପରେ ତୁ ବୁଝିବୁ ହଁ ସେ ହେଲେ କେମିତି ନବ କନ୍ୟା ସଜେଇ ସତରେ ଆଉ କ'ଣ ମିଛରେ କେବେ ହଁ ହେଇପାରେ ଖୁବ୍ ଶୀଘ୍ର ଜାଣିଛୁ ମୋହିନୀ ଯେଉଁଦିନ ତୋର ବାହାଘର ହବ ଯେଉଁଦିନ ତୋର ବର ଆସିବ ସେଦିନ ମୁଁ ଆରେ ବାବା ସେଦିନ କ'ଣ ହବ ସେଦିନ ମୁଁ ଆରେ ବାବା କ'ଣ ହବ ଏ ମାରବି କି ନାଚିବେ ଏ ଭାଇ ମୁଁ ସେମିତିକା ପ୍ରେମିକ ନୁହଁ ମ ଯିଏ ତ ବାହାଘର ଦିନ ମଦ ପିବି ଆଉ ଗାଇବି କ'ଣ ତୁ ଚାଲିଯିବୁ ଆରେ ତୋ ଶାଶୁ ଘର ଫୁଲର ସବାରିରେ ମୁଁ ଚାଲିଯିବି ମଶାଣିକୁ ମୋର ଫଟର କୁକେଟି ମୁଁ ସେମିତିକା ପ୍ରେମିକ ଯୋଉଦିନ ତୋର ବାହାଘର ହବ ଥଣ୍ଡାରେ ଜଲଜିରା ମିଶେଇକି ପିଇବି ଆଉ ତାପରେ ଗାଇବି କ'ଣ ତୁ ଚାଲିଯିବୁ ତୋ ଶାଶୁ ଘର ଫୁଲର ସବାରିରେ ମୁଁ ଶୋଇଥିବି ଆଉ ଗୋଟେ ଧରି ଓୟୋ ଏସି ଆଖି ସାଥେ ଆଖି ମୋର ମିଶିଗଲା
କହିବି ନା ପ୍ରେମିକ ଆଉ କିଏ କଣ ନାହିଁ ଭାଇ ଭାଇ ତୁ ଗୋଟେ ଗୁଣ୍ଡା ବଦମାସ ସବୁ ପରେ ତୁ ଗୋଟେ ବେଧର୍ମୀ ପଠାଣ କଣ କହିଲୁ ଭାଇ আমার কাছে আছে হে ভগবান ଓ ବେଧର୍ମୀ ପଠାଣ আমার কল করে କଣ କହିଲୁ ସେଦିନ ତ ଭଉଣୀକି ଯୋଉ ଗୁଣ୍ଡା ମାନେ ଡାକି ନେଇଥିଲେ আমার କାছে আছে ଆରେ ତ ସେ ମୋ ପାଖରେ ବିକଳ ହଉଥିଲୁ ଭାଇ ମୋ ଭଉଣୀକି ବଞ୍ଚେଇଲେ ଯେତେବେଳେ ଭଉଣୀକି ବଞ୍ଚେଇକି ଆଣିଲେ আরে ছাড় ମୋ ଭାଇ ମୋ ଧନ ମୋ ସୁନା କହି ମୋତେ ପଠେଇ ପକେଇଲୁ ভাই কাছে আছে ଆଜି କଣ କହୁଛି ନା ମୋ ସରକାର କଣ କିଏ ଖରାପ ତୁ ভাই কাছে আছে হে ভগবান ভাই ସତ କଣ ମାରିଦେବି ନା କଣ ସତ ସତ କଣ କିଏ ଖରାପ ତୁ ନା ମୁଁ ହଁ ଭାଇ মোহিনী ତୁ ঘৃণা করুছি তোতে নর্ক ঠারু বেশি ঘৃণা করুছি তোতে এই কত প্রেম এই কত ভালো পাইবা মতে ভালো পাউছো মো ভাইকে হাত উঠে মাড় মারুছো মতে প্রেম করুছো মো বাপ তুল্য মଣିষর তন্টি চিপি মারি দেবাকু বসছো সে কଣ କହିଲେ ତୁ ଶୁଣି ପାଇଲୁନି ନା কଣ ভুল কইলে সে তু হচ্ছ গোটে গুন্ডা একদম ভাই নুহ সমস্তে কହୁଛନ୍ତି তু হচ্ছ গোটে গুন্ডা আরে কে গুন্ডা কে গুন্ডা কে দেখিছ কে দেখিছ এ হাইদর খান নেস্তার ভাই উপরে ছেড়ে কোঠাঠু বটিয়া କରିବା ଦେଖିଛ ଏ ହାଇଦର ଖାନ ନା ଆପଣ ଡାକ୍ତର ତ ସହର ଲୋକମାନେ ଦେବତା ବୋଲି ପୂଜା କରନ୍ତି ଏମିତି ଲୋକ କିଏ ବଡ କରୁଛି ପ୍ଲିଜ କୁହନ୍ତୁ କିଏ ବଡ କରୁଛି ମୋ ଡାଡି କୁ এই শয়তান মর্ডার করেছি তারপরে আপন কোন এই লোকটাকে চিনিছতে বেকার যুবক ছোট ছোট ঘটনা করে মারপিট করে এবে জানছি হায়দার মনুষ্য মারি পারে বিশ্বাস করো তুমি ডাক্তার বাবুকে মারেনি তু মারিছো ভাইকে মারিনি কইলে তো বাবার ফ্রি অপারেশন করে পাই মোটা ডিওরে যে হেবারু তু মোটা ডি রমেশ মহাজনী কু মর্ডার করেছো বাবু আখি গলো না দিদি কହୁଛନ୍ତି ମୋ ଅବୁର ଶେଷ ଅବସ୍ଥା ডাক্তারকে ডাকি দন্তু সে কই দেবে যদি মে কি অসুবিধা হবে তাহলে ঘরে যাই খবর দেবো আমি ডাক্তারকে ডাকি দন্তু তাহলে রমজান দাদা মরে যাবে আইদো কি অবরে পিছে মানে তো সেটা কি কହୁଛ আচ্ছা তুই এটি ডাক্তার বাবুଙ୍କ ঘরে আরে তুই এদিকে কোন ভাই আছে জানো পিছে আরে বলো যাও আমি বাবুকে নেই ঘরକୁ পড়েবা সেটা চুপচাপ সাইডে ঠিয়া হচ্ছে ঘরକୁ নেই ଯିବା আমি চাচা করে বসে ঘরକୁ নিজে খুঁজু তো মুন্ডা কোন খাবে না আরে ତତେ ଟଙ୍କା ଦେବ ବୋଲି କହିଥିଲୁ ଅବୁର ଅପରେସନ ହବ ରାଜି ଏମିତି କହୁଛୁ କାହିଁକି ସେଇଥିପାଇଁ କହୁଛି କି ଯୋଉ ଡକ୍ଟର ତୁମ ଅବୁକୁ ଅପରେସନ କରିଥାନ୍ତେ ସେ ଡକ୍ଟର ରମେଶ ମହାତକୁ ହଇତାଲ ମର୍ଡର କରିଛି ଅପରେସନ ଟିକେ ହଉଥିଲେ କେହି ନ ଚାଲିବି ମୁଁ ଚାଲେ ମୋ ସାଙ୍ଗ କେବେ ବି ଏତେ ତଳଖ ଯିବନି ସେ କେବେ ମଣିଷ କରିପାରିବନି ଆମର ତମେ କହୁଛ ହଇତାଲ ମଣିଷ ମାନେ ପୋଲିସ ବାବୁ ଘରେ କହୁଛି ମୋ ଭାଇଜାନ କେବେ ବି ଏତେ ବଡ଼ ପାପ କାମ କରିପାରିବନି ଆରେ ମୁଁ ବୁଝିପାରୁନି ଦୁଃଖଟା କାହିଁକି ଏମିତି ବାରମ୍ବାର ରଙ୍ଗ ବଦଳଉଛି ଏମିତି ରଙ୍ଗ ବଦଳଉଛି ଯେ ମୁଁ ବି ତାକୁ ଚିହ୍ନି ପାରୁନି ହେ ପୋଲିସ ବାଲା ମୋତେ ବିଶ୍ୱାସ ମୁଁ ଆପଣଙ୍କ ଘରେ ତଳେ ପଡ଼ିଛି ଆଜ୍ଞା ଛାଡ଼ି ଦିଅନ୍ତୁ ତୁମେ ଆପଣ ମୋ ଭାଇଜାନକୁ ଛାଡ଼ି ଦିଅନ୍ତୁ ତାହେଲେ ମୋ ଉପରେ ଅପରେସନ ହେଇପାରିବନି ସେ ମରିଯିବ ତାର ବେଟି ଅକେଲା ହେଇଯିବ লেট করুন স্যার এই শয়তানটাকে যেতে শীঘ্র পুলিশ স্টেশনে কোর্ট ফরওয়ার্ড করুন ଆପଣଙ୍କ ଆଖି ଆପଣ ଠକି ଦେଇଛି ଆଜ୍ଞା କାହିଁକି ମୋତେ ବିନ୍ଧି ଆଇନକୁ ଫୋନ ଚାଲ ଲଗାନ୍ତୁନି ମୁଁ ମାନୁଛି ମୋ ସାଙ୍ଗ ଗଣ୍ଡଗୋଳ କରେ ମାରପିଟ କରେ ହେଲେ ଏଯାଏ କେବେ ବି କାହିଁକି ମୋର ବିନା କାରଣରେ ହାତ ଉଠାଇନି ଅବଶ୍ୟ ମୋତେ ଲାଗୁଛି ବଡ଼ କେସରେ ତମ ଦିଟା ସାମିଲ ଅଛ ଆଇଦର ଚୁପଚାପ ପୋଲିସ ଭାନ କରୁଛ ଭଲ ଭଲ ଯିବୁ ପୋଲିସ ଷ୍ଟାଇଲରେ ଯିବି ତୁ ପୋଲିସ ଥାନା ଯିବୁ ମୁଁ ଆମକୁ ମାରି ଯିବୁ
প্রথমে ম্যাচ ফিনিশ করে তারপরে টচ করা ও বল नहीं भाषण नहीं तुझे भूल कर ना नहीं दे भाईजान तुमको से पिस्तौल नहीं दे ଦେଖୁଛନ୍ତି ସାର୍ ଦେଖୁଛି ମୋବାଇଲକୁ ଦେଖୁଛନ୍ତି ମୋବାଇଲକୁ ଦେଖିଲା ପରେ ଲାଗୁଛି ଆପଣଙ୍କୁ ମୁଁ ମଣିଷ ଭଳି ଆଗ ପିସ୍ତଲ ଦେଖୁଛି ପିସ୍ତଲ ଦେଖୁ ସହଜରେ କଣ ପିସ୍ତଲ ହେଲେ ସାର୍ ୟେସ୍ ରେଡିଓ ତ ପିସ୍ତଲ ମାନସିକ